କଇଁଛ ଚୋରା ଚାଲାଣ ରାକେଟ ଠାବ 311 କଇଁଛ ଜବତ 3 ଗିରଫ। ବନ୍ୟଜନ୍ତୁ ଚୋରା ଚାଲାଣ ବିରୋଧରେ ମାଲକାନଗିରି ବନ ବିଭାଗକୁ ବଡ଼ ସଫଳତା ମିଳିଛି। ପଦ୍ମଗିରି ଛକ ନିକଟରେ ଚଢ଼ାଉ କରି ଏକ ବୋଲେରୋ ଗାଡ଼ିରୁ 311 ଗୋଟି କଇଁଛ ଜବତ କରିବା ସହ 3 ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀମାନେ ପଦ୍ମଗିରି ଛକ ନିକଟରେ ଛକି ରହିଥିଲେ। ଆନ୍ଧ୍ରପ୍ରଦେଶରୁ କଇଁଛ ଭର୍ତ୍ତି ହୋଇ ଆସୁଥିବା ଗାଡ଼ିକୁ ଅଟକାଇ ତଲାସି କରିବା ପରେ ଗାଡ଼ି ଭିତରୁ ବହୁ ପରିମାଣର କଇଁଛ ଠାବ କରାଯାଇଥିଲା। ଏହାପରେ ବନ ବିଭାଗ ତୁରନ୍ତ ଗାଡ଼ି ଓ କଇଁଛଗୁଡ଼ିକୁ ଜବତ କରି ମାଲକାନଗିରି ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ପୋଲାଭରମ ଜିଲ୍ଲା ଦେବରପାଲି ଗ୍ରାମର ସିଦ୍ଲା ରାଜ ରେଡ୍ଡି, ଏନ୍ ଅମରନାଥ ଏବଂ ମାଲକାନଗିରି ଜିଲ୍ଲା ଏମ୍ପିଭି 65 ଗ୍ରାମର ରବିନ ମିର୍ଦ୍ଧା। ତାକୁ ଆମ ଷ୍ଟାଫ ଆଜି ପଦ୍ମଗିରି ଛକ ପାଖରେ ଧରିଛନ୍ତି, ଯୋଉଟାକି 311 ନମ୍ବର ଥିଲା। ଆଉ ତାକୁ ଆମେ 3 ଜଣ ଆକ୍ୟୁଜକୁ ଧରିଛୁ। ବୋଲେରୋ ଗାଡ଼ିରେ ସେମାନେ ନେଇକି ଯାଉଥିଲେ, ତ ତାକୁ ଆମେ ଏବେ କାଗଜପତ୍ର କରିକି ଫରୱାର୍ଡ କରିବୁ।